7:30 ସାଢ଼େ 8ଟା ଭିତରେ ଜଣେ ଝିଅ ନିଜକୁ ବାନ୍ଧିକି ଜାଳିକି ନିଜକୁ ଶେଷ କରିଦେବ। କେତେ ଦୂର ଏ କଥାଟି ଠିକ୍ ଲାଗୁଛି ଆପଣଙ୍କୁ ଶୁଣିବାକୁ? ପୁଣି ଏଭଳି ଗୋଟେ ଘଟଣା, ଆଉ କେତେ ଜଣ ମରିବେ? ଗୋଟିଏ ମାସ ଭିତରେ ତିନିଟା ଝିଅ ଆତ୍ମହତ୍ୟା କରିସାରିଲେଣି। ତିନିଟା ଝିଅ ଏ ସଂସାରରୁ ଆମ ସମସ୍ତଙ୍କୁ ଛାଡ଼ିକି ଚାଲିଗଲେଣି। ଆଉ ସବୁରି ପଛରେ ଟଙ୍କା, ଆଉ ସବୁରି ମୂଳରେ ହାତ ରହିଛି ମରିବାର। ଆଉ ଏଇ ଝିଅର ବାପା ମା। ହଁ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଈଶ୍ୱରଙ୍କ ଆଶୀର୍ବାଦରୁ ଭଲରେ ଥାଆନ୍ତୁ, ସମସ୍ତଙ୍କ ପରିବାରରେ ସୁସ୍ଥ ଥାଆନ୍ତୁ। ସସ୍ମିତା ଭୂୟାଁ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଯାହା ଘଟି ଯାଉଛି ନା ତା ଆପଣ ଜାଣୁଛନ୍ତି, ଶୁଣୁଛନ୍ତି ସୋସିଆଲ ମିଡ଼ିଆରେ। କେବଳ ଇଏ ଚାଲିଛି, ଆଉ କିଛି ନୁହଁ। ଆପଣମାନେ ଯାହା ଦେଖୁଥିବେ ସର୍ବପ୍ରଥମେ ଏଇ ଭିଜୁଆଲକୁ ଦେଖୁଥିବେ। ଯାହା ଗଣମାଧ୍ୟମ ଆମକୁ ଦେଖାଉଛି, ନା ବସି ହେଉଛି, ନା ଶୋଇ ହେଉଛି, ନା ଠିକ୍ ସେ କିଛି କାମ କରି ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇରେ ପୁଣି ଗୋଟିଏ କଲେଜ ଛାତ୍ରୀ ମରିସାରିଛି। ସେ କେମିତି ମରିଛି, କି କେଉଁ ଭଳି ଅବସ୍ଥାରେ ମରିଛି, କାହିଁକି ମରିଛି, ବିଭିନ୍ନ ପ୍ରକାର ନାଁ, ବିଭିନ୍ନ ପ୍ରକାର ରୂପ ସରକାରଙ୍କୁ ନିନ୍ଦା କରାଯାଉଛି ଏବଂ ବିଭିନ୍ନ ଦଳଙ୍କୁ ନିନ୍ଦା କରାଯାଉଛି। ଆଉ ସବୁଠୁ ବଡ଼ କଥା ଜାଣିଛନ୍ତି, ସେ ଯେଉଁ ବାପା, ଯେଉଁ ପଟ୍ଟାମୁଣ୍ଡେଇ କେସ୍ଟି ହେଇଛି ଏବେ, ତାର ବାପା କିଭଳି ଭାବରେ ହସିକି, କିଭଳି ଭିଲିଆନ୍ ଷ୍ଟାଇଲରେ ବୟାନ ରଖୁଛନ୍ତି। ଝିଅ ନିଜକୁ କେବୁଲ ତାରରେ ବାନ୍ଧିକି ସିଢ଼ି ଘର ଉପରେ ଜଳି ଯାଇଛି, ମରିଯାଇଛି। ସେମାନେ ହସ୍ପିଟାଲ ଯାଇଥିଲେ। ଚାଲନ୍ତୁ ମୁଁ ପୁରା ପ୍ରସଙ୍ଗ ଉପରକୁ ଆସିକି କହୁଛି। ଯାହା ମୁଁ ଶୁଣିଲି, ଯାହା ମୁଁ ଜାଣିଲି, ସେଇଟା ମୋ ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ କହୁଛି, ମୋ ୟୁଟ୍ୟୁବ୍ ପରିବାରକୁ କହୁଛି। ଯେଉଁମାନେ ଆପଣ ମୋତେ ଦେଖୁଛନ୍ତି, ମୋର ଡେଲି ଅପଡ଼େଟ୍କୁ ଆପଣମାନେ ଭଲ ପାଆନ୍ତି, ମୋ ଚ୍ୟାନେଲକୁ ଖୋଲନ୍ତି, ଆଡ଼ାନ୍ତି, ଥମ୍ବନେଲ୍ ଦେଖିକିରି ଭିଡ଼ିଓ ଭିତରକୁ ଆସିଲେଣି। ଯେଉଁଥିପାଇଁ ଗଣମାଧ୍ୟମ ବଜଉଛି, ଯେଉଁଥିପାଇଁ ମୁଁ ଆମ ଓଡ଼ିଶାର ଝିଅଟି, ଆମ ରାଜ୍ୟର ଝିଅଟି। ତେଣୁ ମୋ ଚ୍ୟାନେଲ ମାଧ୍ୟମରେ ମୁଁ ଜଣାଇବାକୁ ଏଇଥିପାଇଁ ଚାହିଁଲି, ଆପଣମାନେ ମୋତେ ଏଇ ଜାଗାରେ ବସାଇଛନ୍ତି, ଏତିକି ଭଲ ପାଇବା ଦେଇଛନ୍ତି, ମୋ ପ୍ରତ୍ୟେକ ମୁହୂର୍ତ୍ତର ଅପଡ଼େଟ୍କୁ ଆପଣ ଫଲୋ କରୁଛନ୍ତି, ସେଥିପାଇଁ ମୁଁ ଜଣାଇବାକୁ ଆସିଲି। କିନ୍ତୁ ଏଇ ଯେଉଁ ଗୋଟିଏ ପରେ ଗୋଟିଏ ଘଟଣା ଆପଣମାନେ ଜାଣିଥିବେ, 2-3ଟା ଭିଡ଼ିଓ ମୁଁ ପୋଷ୍ଟ କରିଛି। କିନ୍ତୁ ଆଜି ଏଇଥିପାଇଁ ଆସିଲି, ପୁଣି ଗୋଟେ ଝିଅ, ପୁଣି ସେଇ ଗାଁରେ ଲୋକମାନେ କହୁଛନ୍ତି 2 ବର୍ଷ ହେଲାଣି ସେ ଗାଁରେ କିରୋସିନ ମିଳୁନି, ଡିଲର ବନ୍ଦ କରିଛି। କାହାରି ଘରେ କିରୋସିନ ଦେଖିବା ଅସମ୍ଭବ କଥା। ବାପା ଜଣଙ୍କ କହୁଛି କିରୋସିନରେ ଜଳିଯାଇଛି ସିଢ଼ି ଉପରେ। ମୁଁ କିଛି ମାତ୍ରାରେ ଭିଜୁଆଲ ଆପଣଙ୍କୁ ଦେବା ପାଇଁ ଚେଷ୍ଟା କରିବି। ସେ ଭିଜୁଆଲଟି ଆପଣ ସାଇଟ୍ରେ ଦେଖିପାରିବେ। ସେଇଥିରେ ଘର ଟିକିଏ କଳା ପଡ଼ିଛି, କିନ୍ତୁ ଝିଅଟି ସିଢ଼ି ଘରେ। ଗୋଟେ ଝିଅ ଭାବନ୍ତୁ, ଯେତେବେଳେ ଜଳି ଯାଉଛି କିଭଳି ଯନ୍ତ୍ରଣା ଆପଣ ନିଜେ ଅନୁମାନ କରନ୍ତୁ। ଆପଣ ନ୍ୟୁଜ୍ ଦେଖୁଛନ୍ତି, ଗଣମାଧ୍ୟମ ଦେଖାଉଥିବା ଜିନିଷକୁ ଆପଣ ଦେଖୁଛନ୍ତି। ମାନେ ଏତେ ମାତ୍ରାରେ ଝିଅଟା ଜିଅନ୍ତା, ରକ୍ତ ମାଂସ ଶରୀର ଜିଅନ୍ତା ଝିଅଟା ଜଳୁଛି। ନିଜକୁ କେବୁଲ ତାରରେ ବାନ୍ଧିକିରି ସେ କୁଆଡ଼େ ଦୌଡ଼ିବନି, ସେ ଛଟପଟ ହେବନି, ସେ ବାଡ଼େଇ ଛାଟି ହେବନି, ସେ ପାଣି ଖୋଜିବନି, ସେ ବଞ୍ଚିବାକୁ ଖୋଜିବନି। କାହିଁକି? ଆପଣଙ୍କୁ କେମିତି ବିଶ୍ୱାସ ଲାଗୁଛି? ସରକାରଙ୍କୁ এই কথাটি ନିହାତି ସନ୍ଦେହ ଲାଗିଲାଣି। ଗଣମାଧ୍ୟମ ନିହାତି ଏ କଥାର ପର୍ଦ୍ଦାଫାଶ କରିବେ। କିନ୍ତୁ ଯେତିକି ମାତ୍ରାରେ ଗଣମାଧ୍ୟମ ଓଡ଼ିଶାବାସୀଙ୍କୁ ନ୍ୟୁଜ୍ ଦେଇସାରିଲେଣି, ବୁଝେଇ ସାରିଲେଣି, ତାର ବାପା ହିଁ ତାକୁ ବାନ୍ଧିକି ମାରିଛନ୍ତି, ପେଟ୍ରୋଲ ପକାଇକି ତାକୁ ଜାଳିଛନ୍ତି। ଜାଳିକି ଭିତର ଆଗପଟୁ କବାଟ ବନ୍ଦ କରିକି ପଛ ରାସ୍ତାରେ ଯାଇଛନ୍ତି। ସେଇ ହିସାବରେ ମାଟି ମଧ୍ୟ ସବୁ ଜାଣିଛି। ମା ସୁନ୍ଦର ଭାବରେ ବୟାନ ଦେଉଛି, ଆମ ଘରେ 2ଟା ମୋବାଇଲ, ଆମେ ମା ଝିଅ ବ୍ୟବହାର କରୁଥିଲୁ। ବାପାଙ୍କର ଗୋଟିଏ। ସେ ଝିଅଟି ପୁଣି କାହାକୁ ଭଲ ପାଉଥିଲା, ତା ବୟଫ୍ରେଣ୍ଡ ତାକୁ ବ୍ଲାକମେଲିଂ କରୁଥିଲା, ଅଶ୍ଳୀଳ ଭିଡ଼ିଓ ଫଟୋ ପଠାଉଥିଲା। ସେ ଥାନାର ଦ୍ୱାରସ୍ଥ ହେଇଥିଲେ, ତାଙ୍କୁ ନ୍ୟାୟ ମିଳିଲାନି। 6 ମାସ 8 ମାସ ତଳେ ବୟାନ ଦେଇଥିଲେ। ସକାଳୁ ଝିଅଟିକି, ଯେଉଁଦିନ ଝିଅଟି ମରିଯାଉଛି ସେଇଦିନ ସକାଳେ ଝିଅଟିକି ସମସ୍ତେ ଦେଖୁଛନ୍ତି। ବହୁତ ସୁସ୍ଥ ଥିଲା, ବହୁତ ସୁନ୍ଦର ନର୍ମାଲ ବ୍ୟବହାର ଥିଲା। ତାର କିଛି ସମୟ ପରେ ଝିଅଟି ମରିଯାଉଛି ନିଜକୁ ଜାଳିକିରି। ସେ ଶବ୍ଦ କେହି ଶୁଣିପାରୁନାହାନ୍ତି। ଘରକୁ ଘର ଲାଗିଛି, ଏକଦମ ପାଖାପାଖି ଘର ରହିଛି। ସକାଳ ସମୟ 7:30ରୁ 8:30 ସମୟ। କେହି ସେ ଶବ୍ଦ ଦେଖିପାରିଲେନି। ଝିଅଟି ବାଡ଼େଇ ଛାଟି ହେଲାନି। ନିଆଁ କ'ଣ ଆଜ୍ଞା ଏତେ ସୂକ୍ଷ୍ମ? ନିଆଁଟି ଏତେ ଆନନ୍ଦଦାୟକ ଜିନିଷ, ନିଆଁର ପ୍ରଭାବ ଯେ ଝିଅଟି ବାଡ଼େଇ ଛାଟି ହେଲାନି, ତାକୁ ଭଲ ଲାଗିଲା, ସେ ଜଳିଗଲା। 6 ମାସ 8 ମାସ ତଳେ ଯଦି ବି ସେ ଘଟଣା ସତ, ଝିଅଟି ସେଇଦିନ ଜଳିଗଲା, କାଲି ହିଁ ଜଳିଗଲା ଝିଅଟି। ଗତକାଲି ରାତିର ଏ ଘଟଣାଟି
किंतु आपण मैंने भावतु मार स्थिर रहुनी गणमाध्यम को जिते बयान दौरान बापार स्थिर रहुनी बयान जिते गणमाध्यम को सी कहते तालमेल रहुनी बापार आखिरे एवं छाती रे कौन सी प्रकार दुख जंत्रणा देखी पारुनी देखा जाऊनी स्पष्ट बारी हो जाउची ए बापा जनक ए भिलियन सांघातिक जो बापा अच्छी ए बापा हूँ मुख्य आसामी गाँ लोक धीरे धीरे सन्देह कले जानिले बापा संपूर्ण प्री प्लान करिछि भीतर पटु ताकू कहीं करी कारणटा भी मु पब्लिश करिछि वीडियो आपण माने जाइकी देखुछंती जानिथिबे सोमेश्वरी एफएम कॉलेज झील बालेश्वर केस जो 20 लाख टंका राशि घोषणा कले ता परठू झील गुड़ा मरी जाउछंती ता परठू बापा माँ झील मान को मारिबा पई चेष्टा करुछंती मु एइथिपई से वीडियो रे सरकार को कोठी ना कोठी दोष दउथली एइथिपई कारण एटा गोटे बापा माँ हत्या करिबा पई एवं भाई भौणी हत्या करिया पई ये गोटे सरकार भूल कले जे अन्य को शिक्षा देले टंकार बसवती हेई से माने एमिति घटना घटाउछंती एफएम कॉलेज झील पर सोमेश्वरी पर बलंगा पीड़िता जली गले जी कि जली नथिले किछि मात्रा रे तांको देह सिजाणिया आइतिला किछि मात्रा रे तांको चमड़ा रे टिके हल्का फुटका आसीतिला झीलटी किभली ऑटो को चलिकी जाइछि जितेबले बलंगा आपण भाबंतु झीलटी जितेबले जालिले से जंत्रणा सही न पारिके दौड़ी 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 आसिक दुखीराम स्वयं घरे पहुँची गला बंचिबा पई किंतु झीलटी बंचीगला ताको बिंचुछंती झीलटा चारियाड़ को एमती अनेक देखी कथा होची स्पष्ट भाव में बाहरी हो जाउची झीर मुह ठीक अच्छी बेकर कला फिता पिंधला सी ठीक अच्छी चुटी पोड़नी किसी ना झीलटा को पोड़ूला अवश्य आम देहरे गोटे माछ तेल छिटका पड़गले पोड़ुची झीलटा को जला पोड़ा होता कष्ट होता बहुत झीलटार गोड़ हाथ छेली जाइला सीझी जाइला मांस किछि मात्रा रे तार मांस उलूरी जाइला सेटा आम देखीचु किंतु से गोटे झील मरबनी गोटे जीवन जीवनी जो मात्रा होता झील जदि नॉर्मल जगार भी ट्रिटमेंट होता झील मरी न था बंची जाता एम्स रे ट्रिटमेंट होता ता भितर जहाँ रहस्य होता आपण मानक मु कहि सारी केवल टंका सोमेश्वरी पाइला टंका आमे पाइबु टंका झील को बड़ बड़ नेता अभिनेता माने जाइकरी पहुँची पचारि बहुत गणमाध्यम पचारि झीलटी स्पष्ट बयान दौला कथा कहूला किछि मात्रा रे खाऊला झीलटी किसी मुह खोलिक न कही दो झीलटी ठीक कही 3 जन किंतु से 3 जन बाहर कहीं नथिले से 3 जन बाहर लोक जो कथाटी उठे से 3 जन आज पर्यंत धरा पड़े ना आपण मैंने भावतु ये जो प्री प्लान गुड़िक होउची एथिपई किए दायी प्रशासन सरकार गणमाध्यम किए दायी ना साधारण लोक ना परिवार जी झील रखी परिवार आपण मैंने विचार करंतु मुझे भिडियोटी बनाऊँगी कहा या पर कहा पाली आसो को बापा माँ आमती मारे सरकार जदि मु अनुरोध करुच्ची सरकार बाबू मान पाखे जदि राशि घोषणा न करिकी मुख्य आसामी के खोजिकी दंड देवाक चेष्टा करेंगे ना यही सरकार आमर जो नुआ सरकार मुझे कोटि धन्यवाद दौची यही सरकार जहाँ कर भल कर सरकार जो नुआ आईन आनी जदि कौन से पुलिस अधिकारी कहार कंप्लेन न रखिबे एफआईआर न रखिबे तांको सस्पेंड कर दिया आम मोहन माझी सरकार मुख्यमंत्री बहुत बढ़िया पदक्षेप नहीं धन्यवाद तांको सी सारा राज्यर पुओ ओडिशावासींकर पुओ कहार भाई समस्तंकर गेला पुओ होइचंदी समस्तंकर भाई होइचंदी आम साधारण मानक जीवन पई आम महिला मानक पई से भाई आमे तांको सेही दृष्टि रे ग्रहण करूछु एठी सरकारंकर किछि दोष नै जहाँ मु देखुछि सरकार कहीं के सब करुछंती को उपाय रे करुछंती आ कहीं के केस चापुछंती ता मध्य आपण विचार भितर को जांतु जानि परिबे किंतु मुख्य खलनायक होछंती परिवार एबे जो सोमेश्वरी घटना पर ता सांगसाथी माने षडयंत्र करके मारिले बलंगा पीड़िता को ता परिवार लोक मारी गले ता पीयूसी ता भाई बापा दादा एमाने मिसिथिले एबे जो झियोटी कटा मुंडे झीलटी चलीगला ए झील कौन निजक केबुल रे बांधिकी चलीगला निजक जलापोड़ा जंत्रणा है बाड़े छाटी है पानी चाहिए हल्ला कलानी कहीं से मरबार किसी रिजन ही नाला किंतु आपको मारी दिगला बापाटी जो सुंदर देखूँ मुझे वीडियो मध्यम कहूँ बापाटी खूब शीघ्र आरेस्ट हो बापार सत्यासत खोलिकी आसब आ बापा को निर्मम भाव में ग्राम लोक मारे एवं आईन तार सरकार निश्चय दंड देवे आमर
ବିଜେଡି ସରକାର ନିଶ୍ଚୟ ଏହାର ଭଲ ତଦନ୍ତ କରିବେ ଏବଂ ସବୁ ତଦନ୍ତ ଅଧିକାରୀ ମାନଙ୍କୁ ଆମେ ଓଡ଼ିଶାବାସୀ ନିବେଦନ କରୁଛି ଆପଣମାନେ କୌଣସି ରାଶି ଘୋଷଣା ନ କରିକି ମୁଖ୍ୟ ଆସାମୀକି ଆଣନ୍ତୁ, ତାକୁ ପନିଶମେଣ୍ଟ ଦିଅନ୍ତୁ, କଠୋରରୁ କଠୋର ଦଣ୍ଡ ଦିଅନ୍ତୁ। ଆପଣ ଆଇନ ଶୃଙ୍ଖଳାକୁ ଏତେ ମାତ୍ରାରେ ଟାଇଟ୍ କରନ୍ତୁ ଯେମିତି ଆଉ କୌଣସି ସୌମ୍ୟାଶ୍ରୀ ବଳଙ୍ଗା ଆଉ ପଟ୍ଟାମୁଣ୍ଡେଇ ଝିଅ ଭଳିଆ ଆଉ କେହି ନ ପଡ଼େ। ବହୁତ ଝିଅ ଚାଲିଗଲେଣି, ବହୁତ ଝିଅ ଆଉ କାହା ପାଳି ଯେମିତି ନ ପଡ଼ୁ। ଏଇ ଯେଉଁ ଘଟଣାକୁ ମୁଁ ଦେଖୁଛି ମୋତେ ଦୁଃଖ ଲାଗୁଛି, ମୁଁ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛି। ସାରା ଓଡ଼ିଶାବାସୀ ଜନସାଧାରଣ ଦୁଃଖ ପ୍ରକାଶ କରୁଛନ୍ତି, ବହୁ ମର୍ମାହତ। ଏବଂ ଖାଲି ସିଏ ଅନ୍ୟ ପରିବାରର ଝିଅ ନୁହେଁ, ଆମ ସାରା ଓଡ଼ିଶାବାସୀଙ୍କର ଝିଅ, ସାରା ଜନସାଧାରଣଙ୍କର ଝିଅ, କାହାର ଝିଅ, କାହାର ମା, କାହାର ଭଉଣୀ, ସେ ସମସ୍ତଙ୍କର କେତେ ଯନ୍ତ୍ରଣାରେ ତା ଜୀବନ ଚାଲିଗଲା, ତା ଆତ୍ମା କେତେ ଛଟପଟ ହେଇକି ଗଲା, ତା ଶରୀର କେତେ କଲବଲ ହେଇକି ମଲା। ଆପଣମାନେ ଥରେ ଭାବନ୍ତୁ, ଏଇ ନାରୀ ସମାଜ ପାଇଁ ଇଏ କେତେ ନିନ୍ଦନୀୟ କଥା। ସବୁ ନାରୀ ସମାନ, କିନ୍ତୁ ନାରୀ ଏଠି ସୁରକ୍ଷିତ ନାହାନ୍ତି। ଆପଣମାନଙ୍କୁ ଅନୁରୋଧ, ପ୍ରଶାସନକୁ, ଗଣମାଧ୍ୟମକୁ, ସାରା ପୋଲିସ ଡିପାର୍ଟମେଣ୍ଟକୁ, ଆପଣମାନେ ଯଦି ଏଭଳି କୌଣସି ଘଟଣା ଘଟେଇବେ, ଆପଣ କୌଣସି ଅପବ୍ୟବହାର କରିବେ, ଆପଣ କୌଣସି କେସ୍କୁ ଅଣଦେଖା କରିବେ, ଆପଣଙ୍କୁ ସସ୍ପେଣ୍ଡ କରାଯିବ ବୋଲି ସରକାର ଆମ ମୁଖ୍ୟମନ୍ତ୍ରୀ ଡିକ୍ଲେୟାର କରିଛନ୍ତି। ଆପଣ ଉଚିତ ତଦନ୍ତ କରନ୍ତୁ, ଆପଣ ନ୍ୟାୟ ଦିଅନ୍ତୁ, କିଏ ଏଥିରେ ଅଛି ସମ୍ପୃକ୍ତ, ଏତିକି ଅନୁରୋଧ। ପୁଣି ଥରେ ଆଉ ଗୋଟିଏ ଭିଡ଼ିଓରେ ମୁଁ ଆସିବି। ଜୟ ଜଗନ୍ନାଥ, ନମସ୍କାର।